ଠିକ୍ ଅଛି। ହେଲେ ଆଜି ଆମେ ଆଲୋଚନା କରିବା ଗଙ୍ଗାଧର ମେହେରଙ୍କ ସମ୍ପର୍କରେ। ତାହେଲେ ଗଙ୍ଗାଧର ମେହେରଙ୍କର ଜନ୍ମ ହେଉଛି 9 ଅଗଷ୍ଟ 1862 ଶ୍ରାବଣ ପୂର୍ଣ୍ଣିମାରେ। ମୃତ୍ୟୁ ହେଉଛି ଏପ୍ରିଲ 4 1924 ଚୈତ୍ର ଅମାବାସ୍ୟାରେ। ତାହେଲେ ଗଙ୍ଗାଧର ମେହେରଙ୍କର କାବ୍ୟ ଜଗତ ମଧ୍ୟରେ ଆମେ ଯଦି ଦେଖିବା ତାହେଲେ ରସରତ୍ନାକର 1885, ଅହଲ୍ୟାସ୍ତବ 1892, ଇନ୍ଦୁମତୀ 1893, କିଚକବଧ 1903, ପଦ୍ମିନୀ 1911, ତପସ୍ୱିନୀ 1913, ପ୍ରଣୟବଲ୍ଲରୀ 1915, ମହିମା 1896, କୃଷକ ସଙ୍ଗୀତ 1921, କବିତାମାଳା 1922, ଭାରତୀ ଭାବନା 1923, ପଦ୍ମିନୀ 1911ରେ। ଅର୍ଘ୍ୟଥାଳି ତାଙ୍କର ଗୋଟେ କବିତା ସଂକଳନ, ଦୀର୍ଘ କବିତା ସଂକଳନ, କବିତା କୁଣ୍ଡଳ ଏଟା ମଧ୍ୟ ଗୋଟେ ସଂକଳନ, କବିତା ସଂକଳନ ଏବଂ ଗଦ୍ୟ ରଚନାବଳୀ ଗୁଡ଼ିକ ଦେଖିବାକୁ ପାଇବା। ଏହା ସହିତ ତାଙ୍କର ଅଯୋଧ୍ୟା ଦୃଶ୍ୟ ରହିଛି। ତା ସହିତ ଅନୁବାଦ କୃତି ମଧ୍ୟରେ ତାଙ୍କର ତୁଳସୀ ରାମାୟଣ, ମାରିଚବଧ ଏବଂ ଶ୍ରୀରାମଚନ୍ଦ୍ରଙ୍କର ବନପ୍ରସ୍ଥାନ ଏଗୁଡ଼ିକ ଅନୁବାଦ କବିତା ଗୁଡ଼ିକ 1909ରେ ରଚିତ ସମ୍ଭବତଃ ଜଣାଯାଏ। ଓକେ, ତାହେଲେ ଆମେ ତାଙ୍କର ଦେଖିବା ପାଇବା ତାଙ୍କର ରସରତ୍ନାକରରେ କ'ଣ କ'ଣ ରହିଛି, କାହା ଉପରେ ଆଲୋଚନା କରାଯାଇଛି। ତାହେଲେ ମେହର କାବ୍ୟ ମାନସରେ ଆଦ୍ୟ ସ୍ମାରକୀୟ ହେଉଛି ରସରତ୍ନାକର କାବ୍ୟ। ଓକେ, ଏହା ହେଉଛି ଏକ ପ୍ରେମାଖ୍ୟାନ ମୂଳକ କାବ୍ୟ ଅଟେ। ତେଣୁ ବାଣାସୁର ନନ୍ଦିନୀ ଉଷା ଓ ଶ୍ରୀକୃଷ୍ଣଙ୍କର ପୁତ୍ର ଅନିରୁଦ୍ଧଙ୍କର ପ୍ରେମ ଏବଂ ପ୍ରଣୟର କାହାଣୀକୁ କବି ଗଙ୍ଗାଧର ମେହେର ମଧ୍ୟଯୁଗୀୟ କାବ୍ୟ ଶୈଳୀରେ ସମୁଦାୟ 8 ଛାନ୍ଦରେ ତାକୁ କ'ଣ କରିଛନ୍ତି, ବର୍ଣ୍ଣନା କରିଛନ୍ତି। ଓକେ, ତେଣୁ କାବ୍ୟଟି ର ଆଦ୍ୟ ପ୍ରାନ୍ତ ଅକ୍ଷରରେ ନିୟମ ହୋଇଛି। ତେଣୁ ମଧ୍ୟଯୁଗ ସାହିତ୍ୟରେ ଯେମିତି ଅକ୍ଷର ନିୟମରେ ରଚନା କରାଯାଉଥିଲା, ଯେମିତି ବ ଅକ୍ଷର ବୈଦେଶ ବିଳାସ, କଳା କୌତୁକ କ ଅକ୍ଷର ନିୟମରେ, ସେଭଳିଆ ର ଆଦ୍ୟ ପ୍ରାନ୍ତକୁ ନେଇକି କ'ଣ ହଉଥିଲା, ରସ ରତ୍ନାକର ରଚନା କରା। ତେଣୁ ରସରତ୍ନାକର କାବ୍ୟର ପ୍ରେରଣା ଗଙ୍ଗାଧର ମେହେର ଷୋଡ଼ଶ ଶତାବ୍ଦୀର ଶିଶୁ ଶଙ୍କର ଦାସଙ୍କର ଯେଉଁ ଈଶବିଳାସ କାବ୍ୟରୁ ଲାଭ କରିଥିବା ଅନୁମୟ ଜଣାଯାଏ। ତାହେଲେ ଏଠିରେ ଚରିତ୍ର ମଧ୍ୟରେ ଉଷା, ଅନିରୁଦ୍ଧ, ଚିତ୍ରଲେଖା ଯିଏକି ଉଷାର ସଖୀ, ଶ୍ରୀକୃଷ୍ଣ, ବଳରାମ ଏବଂ ବାଣାସୁର ଘର କୋଉଠି, ଶୋଣିତପୁର। ତେଣୁ ରସରତ୍ନାକର କବିଙ୍କର ଏକ ରସାତ୍ମକ କାବ୍ୟ। ଏହି କାବ୍ୟ କବି ଶୃଙ୍ଗାର ରସର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି କାବ୍ୟରେ। ତେଣୁ କାବ୍ୟର ନାମକରଣ ସମ୍ପର୍କରେ ଗଙ୍ଗାଧର ମେହେର ଲେଖିଛନ୍ତି, ରସ ସମ୍ଭୋଗ ହିଁ ଭୋଗ ସଂସାରରେ ସାର, ରସମୟ ବିଶ୍ୱ ଏକ ଅଛି ନାମାନ୍ତର, ରସ ଆଦି ନାରୀ ନର ରସାଇ ଥିବାରୁ ଏହି ରସ ରତ୍ନାକର। ତେଣୁ ରସ ରତ୍ନାକର କବିଙ୍କର ହେଉଛି ପ୍ରଥମ କାବ୍ୟ। 1882ରୁ 1885 ମଧ୍ୟରେ ଏହା ରଚନା କରାଯାଇଛି। ତେଣୁ କବିପୁତ୍ର ଭଗବାନ ମେହେର ପିତୃ ପ୍ରସଙ୍ଗ 1977ରେ ଏହାକୁ ପ୍ରକାଶିତ କରିଥିଲେ। ଠିକ ଅଛି, ତାଙ୍କର ଆଉ ଗୋଟେ କାବ୍ୟ ଅଛି ଇନ୍ଦୁମତୀ କାବ୍ୟ, ଯୋଉଟାକି 1894 ମସିହାରେ। ଏଠିରେ ଚରିତ୍ର ମଧ୍ୟରେ ଅଜ, ଇନ୍ଦୁମତୀ ଏବଂ ସୁନନ୍ଦା। ଉତ୍ସର୍ଗ କାହାକୁ କରିଥିଲେ କାବ୍ୟଟି, ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ମହାରାଜଙ୍କୁ। ତେଣୁ ଏହି କାବ୍ୟ କରୁଣ ରସାଶ୍ରିତ ବିୟୋଗାତ୍ମକ ଏକ କାବ୍ୟ ଅଟେ। ତେଣୁ ମହାକବି କାଳିଦାସଙ୍କର ପ୍ରସିଦ୍ଧ କାବ୍ୟ ରଘୁବଂଶର ଅଜ ଓ ଇନ୍ଦୁମତୀ ପ୍ରସଙ୍ଗ ଏହି କାବ୍ୟରେ ପ୍ରେରଣାରୁ ଆସିଅଛି। ତେଣୁ ରଘୁବଂଶର 5ମରୁ 8ମ ସ୍ୱର୍ଗ ପର୍ଯ୍ୟନ୍ତ ଗଙ୍ଗାଧର ରଚନା କଲେ ଇନ୍ଦୁମତୀ କାବ୍ୟ, ଯୋଉଟାକି ଉତ୍କଳ ପ୍ରଭା ପତ୍ରିକାରେ କ'ଣ ହେଇଛି, ପ୍ରକାଶିତ ହୋଇଥିଲା। ତେଣୁ ଏଠିରେ ଦୁଇଟି ଭାଗ ରହିଛି, ଗୋଟେ ହେଲା ପୂର୍ବ ଭାଗ, ଗୋଟେ ହେଉଛି ଉତ୍ତର ଭାଗ। ତାହେଲେ ଏଠି ଏଇ ସମୁଦାୟ ଦୁଇଟି ଭାଗ ବଙ୍ଗଳା ରାଗରେ କ'ଣ ହୋଇଛି, ରଚନା କରାଯାଇଛି। ଓକେ, ତେଣୁ ପୂର୍ବାର୍ଦ୍ଧରେ ଅଯୋଧ୍ୟାର ରାଜା ଅଜ ବିଦର୍ଭ ରାଜାଙ୍କର ଭଗିନୀ ଇନ୍ଦୁମତୀଙ୍କ ସ୍ୱୟଂବର କଥା ବର୍ଣ୍ଣନା କରାଯାଇଛି। ଉତ୍ତରାର୍ଦ୍ଧରେ କବି ଗଙ୍ଗାଧର ଇନ୍ଦୁମତୀଙ୍କର ଅକାଳ ବିୟୋଗ ବୃତ୍ତାନ୍ତ ଏଠିରେ ଦେଖିବାକୁ ପାଇବା। ତେଣୁ ରାଣୀ ଇନ୍ଦୁମତୀ ଦଶରଥଙ୍କୁ ଜନ୍ମ ଦେଇଛନ୍ତି। ଏହାପରେ ଦିନେ ରାଜା ଅଜ ରାଣୀ ଇନ୍ଦୁମତୀଙ୍କର ବସନ୍ତ କାଳରେ ଉଦ୍ୟାନରେ ଭ୍ରମଣ କରୁଥିବା ବେଳେ ଆକାଶ ମାର୍ଗରୁ ନାରଦ ମହର୍ଷିଙ୍କର ବୀଣାଗ୍ରରୁ କୁସୁମାଳା ରାଣୀଙ୍କର ଇନ୍ଦୁମତୀ ବକ୍ଷରେ ପଡ଼ିଛି ଏବଂ ସେ ଅକାଳ ବିୟୋଗରେ ମୃତ୍ୟୁବରଣ କରିଛନ୍ତି। ତେଣୁ କବି ଗଙ୍ଗାଧର ବର୍ଣ୍ଣନା କରିଛନ୍ତି ଯେ ଇନ୍ଦୁମତୀ ଥିଲେ ଜଣେ ସାପଗ୍ରସ୍ତ କିନ୍ନରୀ। ତେଣୁ ଇନ୍ଦୁମତୀ କାବ୍ୟ ରଚନା କାଳ ହେଉଛି 1893ରୁ 1893 ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ଏବଂ ଏହା ପୁସ୍ତକରେ 1894ରେ ପ୍ରକାଶିତ ହୋଇଥିଲା।
ତେଣୁ ଇନ୍ଦୁମତୀ କାବ୍ୟକୁ ପଠନ କରି ନନ୍ଦକିଶୋର ବଳ ଇନ୍ଦୁମତୀ କାବ୍ୟ ପ୍ରଣେତା ଶ୍ରୀ ଗଙ୍ଗାଧର ମେହେରଙ୍କ ପ୍ରତି ଗୋଟେ କବିତା ରଚନା କରିଥିଲେ ଏବଂ ଏହି କବିତାଟି 1904 ମସିହାରେ ପ୍ରଜାବନ୍ଧୁ ପତ୍ରିକାରେ ସେଇଟା ପ୍ରକାଶିତ ହୋଇଥିଲା। ଏଠି ମଧ୍ୟ ଗୋଟେ ଭଲ ପଂକ୍ତିଟେ ରହିଛି କବିତାରେ, କିନ୍ତୁ ତୁମେ ଦିନ କବି ରହିବ ଜୀବିତ ଯେତେ ଦିନ ଭବିଥିବ ଓଡ଼ିଆ ସାହିତ୍ୟ। ଠିକ ଅଛି। ତାପରେ ତାଙ୍କର ଆମେ ଦେଖିବା ତପସ୍ୱିନୀ କାବ୍ୟ। ତାହେଲେ ଏଇ କାବ୍ୟର ରଚନା କାଳ ହେଉଛି 1912ରୁ 1913 ମସିହା ମଧ୍ୟରେ, ପ୍ରକାଶ କାଳ 1915ରେ। ତପସ୍ୱିନୀ କାବ୍ୟ ହେଉଛି 11 ଗୋଟି ସ୍ୱର୍ଗ ରହିଛି। ତେଣୁ ଏହି କାବ୍ୟ ବିଶିଷ୍ଟ କରୁଣ ରସାତ୍ମକ କାବ୍ୟ। ତେଣୁ ଉତ୍ତର ରାମଚରିତ ଏହାର ବିଷୟବସ୍ତୁ। ତେଣୁ ଗଙ୍ଗାଧର ମେହେର ଭବଭୂତିଙ୍କର ଉତ୍ତର ରାମଚରିତ କାବ୍ୟ ଅବଲମ୍ବନରେ ରଚନା କରନ୍ତି ତପସ୍ୱିନୀ କାବ୍ୟ ରଚନା କରିଛନ୍ତି। ତେଣୁ ପ୍ରଥମ ସ୍ୱର୍ଗରେ ଆଶ୍ରୀ ନମସ୍କ୍ରିୟା ସେବା ରୀତିରେ କବି ଗଙ୍ଗାଧର ଶୁଭ୍ର ବେଶା ବାଗ୍ଦେବୀଙ୍କୁ ସ୍ମରଣ କରାଇଛନ୍ତି ଏବଂ ଏଠାରେ ସେ ବାଗ୍ଦେବୀଙ୍କର ବର୍ଣ୍ଣନା କରି ଲେଖିଛନ୍ତି, କିଏ ଗତୁ ଜ୍ୟୋତିର୍ମୟୀ ଶୁଦ୍ଧ ଶୁଭ୍ର ବେଶା ଇନ୍ଦ୍ର ନୀଳ ଦ୍ୟୁତଜିତ ମନୋହର କେଶା। ତେଣୁ ଗଙ୍ଗାଧର ମେହେର ବିଶ୍ୱଜିତା ବୈଦେହୀଙ୍କର କରୁଣ କାହାଣୀ ଓ କାବ୍ୟ ରୂପରେ ଦେବା ପାଇଁ ମନ ବଳାଇଛନ୍ତି। ତେଣୁ ଏହାକୁ ଶ୍ରୀମାନ ରାମ ନାରାୟଣ ମିଶ୍ରଙ୍କୁ ଉତ୍ସର୍ଗ କରିଛନ୍ତି। ତେଣୁ ତପସ୍ୱିନୀ କାବ୍ୟର ଚତୁର୍ଥ ସ୍ୱର୍ଗରେ ଉଷାର ବର୍ଣ୍ଣନା, ଚୋଖୀ ରାଗର ବର୍ଣ୍ଣନା ରହିଛି। 11 ସ୍ୱର୍ଗରେ ତପସ୍ୱିନୀର ପତ୍ର ଆମେ ଦେଖିବାକୁ ପାଇପାରିବା। ଠିକ ଅଛି। ତାପରେ ତାଙ୍କର ଆଉ ଗୋଟିଏ ରଚନା ରହିଛି ଯୋଉଟା ହେଉଛି ପ୍ରଣୟ ବଲ୍ଲରୀ। ତେଣୁ କବିଙ୍କ ଗଙ୍ଗାଧର ମେହେରଙ୍କ ଦ୍ୱାରା ଏହା ପ୍ରଥମେ 1911 ରଚନା ଏବଂ 1915ରେ ଏହା ଶେଷ ହୋଇଥିଲା ଏବଂ ଏଠିରେ 7 ଗୋଟି ସ୍ୱର୍ଗ ରହିଛି। ଓକେ, ତାହେଲେ କ'ଣ ରହିଛି? ପ୍ରଣୟାଙ୍କୁର, ପ୍ରଣୟ ବଲ୍ଲଭ, ପ୍ରଣୟ ପଶୁନ, ପ୍ରଣୟ ସୌରଭ, ପ୍ରଣୟ କୀଟ, ପ୍ରଣୟ ଫଳ, ପ୍ରଣୟ ଛାୟା। ତେଣୁ ଏଇ ସବୁ ଗୁଡ଼ିକ 7 ଗୋଟି ସ୍ୱର୍ଗ ଗୁଡ଼ିକ ବଙ୍ଗଳାସୀ ରାଗରେ ରଚନା କରାଯାଇଛି। ଓକେ, ପ୍ରଣୟାଙ୍କୁର ପ୍ରଥମ କବିତା କଲ୍ଲୋଳରେ ତାଙ୍କର ସନ୍ନିବେଶ ଥିଲା। ତେଣୁ କାଳିଦାସଙ୍କର ଅଭିଜ୍ଞାନ ଶାକୁନ୍ତଳମ୍ କାବ୍ୟର ପ୍ରଭାବରେ ଗଙ୍ଗାଧର ମେହେର ରଚନା କରନ୍ତି ପ୍ରଣୟ ବଲ୍ଲରୀ କାବ୍ୟ ରଚନା କରନ୍ତି। ତେଣୁ ମେନକା ଅପ୍ସରାର ସୌନ୍ଦର୍ଯ୍ୟ ହେଉଛି ଦେବତା, ପଲ୍ଲବନ ହେଉଛି ଅସୁର ମିଶି, ଦେବତା ଅସୁର ମିଶି ସମୁଦ୍ର ମନ୍ଥନ କରୁଛନ୍ତି। ସେ ସୌନ୍ଦର୍ଯ୍ୟ ଓ ପଲ୍ଲବନ ମିଶିକି ବିଶ୍ୱାମିତ୍ରଙ୍କ ତପସ୍ୟା ମନ୍ଥନ କରିବାରୁ ଶକୁନ୍ତଳା ରୂପିଣୀ ଲକ୍ଷ୍ମୀଙ୍କର ଆବିର୍ଭାବ ଏବଂ ତଦୀୟ ଚରିତାର୍ଥ ଉତ୍ଥାନ ଘଟିଛି କାବ୍ୟରେ। ତେଣୁ ଗଙ୍ଗାଧର ମେହେର ମହାକବି କାଳିଦାସଙ୍କର ଗତିପଥ ଲକ୍ଷ୍ୟ କରି ଏହି ପୁସ୍ତକ ରଚନା ହୋଇଅଛି ଏବଂ ଚରିତଟି ପ୍ରଣୟ ପ୍ରଧାନ ଥିବାରୁ ଏହା ରଚନାଟି ପ୍ରଣୟ ବଲ୍ଲରୀ ନାମ ଧାରଣ କରିଅଛି। ଠିକ ଅଛି।